ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ବହଲଦା ବ୍ଲକ କଂଗ୍ରେସ କମିଟିର ସଭାପତି ଆଲୋକ କୁମାର ବରାଳଙ୍କ ସଭାପତିତ୍ୱରେ ଆଜି ଗିଦିଘାଟିଠାରେ ଜିଲ୍ଲା ପରିଷଦ 25 ନମ୍ବର ଜୋନ୍ର କଂଗ୍ରେସ କର୍ମକର୍ତ୍ତାଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଗ୍ରାମୀଣ ବୁଥ୍ ସ୍ତରରେ ଏଜେଣ୍ଟ ନିଯୁକ୍ତି ଓ ପଞ୍ଚାୟତ କମିଟିର ପୁନର୍ଗଠନ ତ୍ୱରାନ୍ୱିତ ଓ ସୁଦୃଢ଼ କରିବାକୁ ବିସ୍ତୃତ ଆଲୋଚନା କରାଯାଇଥିଲା। ଏହି ଅବସରରେ ବିଭିନ୍ନ ପଞ୍ଚାୟତ ସଭାପତିମାନଙ୍କୁ ସର୍ବସମ୍ମତି ମନୋନୀତ କରାଯାଇଥିଲା। ଗିଦିଘାଟି ପଞ୍ଚାୟତ ସଭାପତି ଭାବରେ ଲକ୍ଷ୍ମଣ ମାର୍ଡ଼ି, ଆସନା ପଞ୍ଚାୟତ ଜିତ୍ ରାୟ ସୋରେନ ଓ ଯଶୀପୁର ପଞ୍ଚାୟତ ପାଇଁ ଯାଦୁ ସୋରେନଙ୍କୁ ମନୋନୀତ କରାଯାଇଥିଲା। ଏହି ବୈଠକରେ ପୂର୍ବତନ ବିଧାୟକ ପ୍ରହ୍ଲାଦ ପୂର୍ତ୍ତି, ପୂର୍ବତନ ଓ ଆଦିବାସୀ କଂଗ୍ରେସର ରାଷ୍ଟ୍ରୀୟ ସଂଯୋଜକ ଓ ଆସାମ ପ୍ରଭାରୀ ବରିଷ୍ଠ କଂଗ୍ରେସ ନେତା ବଂଶୀଧର ଜ୍ୟୋତିଷ, ସୁପାଇ ମାଣ୍ଡି, ହିନ୍ଦିଲାଲ ଗୁପ୍ତା, ଗଦାଧର ଦାସ, ପଦ୍ମଚରଣ ପଢ଼ିଆରୀ, ବିଜୁ ଟୁଡୁ, ଗୁରୁଚରଣ ଦାସ, ଜେନାରାମ ନାୟକ, ରାମଚନ୍ଦ୍ର ଟୁଡୁ, ଦାସମନ୍ତ ହାଁସଦା, ସୁକ ସୋରେନ, ହରଗୋବିନ୍ଦ ସିଂ, ଜିତରାଇ ସୋରେନ, ଶ୍ରୀସେନ ଟୁଡୁ ପ୍ରମୁଖ କଂଗ୍ରେସ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରୁ ଶ୍ୟାମଳେନ୍ଦୁ ପରିଡ଼ାଙ୍କ ରିପୋର୍ଟ, ଓଡ଼ିଶା ନ୍ୟୁଜ୍।